ପରିବେଶର ସନ୍ତୁଳନ ରକ୍ଷା କରିବାକୁ ରାଜନଗର ବନଖଣ୍ଡ ବିଭାଗର ବନ ସପ୍ତାହ ଦିବସ ଅବସରରେ ମହୁ ପଞ୍ଚାୟତ ସ୍ଥିତ ମହୁ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ 77ତମ ବନ ମହୋତ୍ସବ ପାଳିତ ହୋଇଯାଇଛି। ବିଗିଡ଼ି ଯାଇଥିବା ପରିବେଶ ଅସନ୍ତୁଳିତ ଜଳବାୟୁ ପାଇଁ ବୃକ୍ଷରୋପଣ ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିଛି। ପରିବେଶ ଦିନକୁ ଦିନ ସନ୍ତୁଳିତ ଭୟଙ୍କର ଅବସ୍ଥାକୁ ଗତି କରିଗଲାଣି। ତେବେ ଏଭଳି ଘଟଣା ଆଗକୁ କିପରି ନ ହେବ ସେଥିଲାଗି ଆମ୍ଭେମାନେ ବୃକ୍ଷ ଲଗାଇ ଆଗକୁ ଆସୁଥିବା ମଣିଷ ସମାଜ ପ୍ରତି ବିପଦକୁ କିଭଳି ସମ୍ମୁଖୀନ ହେବା ଏନେଇ ପରିବେଶ ବାଧାବିଘ୍ନର ସକାରାତ୍ମକ ହୋଇପାରିବ ସେ ଉପସ୍ଥିତ ଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ମାହୁ ସରପଞ୍ଚ ମହେଶ୍ୱର ତ୍ରିପାଠୀ, ଏସ୍ଏଫ୍ ଗଗନ ବିହାରୀ ମଲ୍ଲିକ, ରଞ୍ଜନ ବେହୁରା, ଫରେଷ୍ଟର ଜୟକୁମାର ପାତ୍ର, ବିଭୂତି ପ୍ରସାଦ ତରାଇ, ପ୍ରଧାନ ଶିକ୍ଷୟିତ୍ରୀ ପାର୍ବତୀ ଭୂୟାଁ, ପ୍ରଦୀପ୍ତା ପ୍ରିୟଦର୍ଶିନୀ ସାହୁ, କାବେରୀ ବାଳ, ସଭାପତି ସୁଶୀଲ କୁମାର ସ୍ୱାଇଁ, ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପ୍ରମୁଖ ଉପସ୍ଥିତ ଥିଲେ। ମହୋତ୍ସବ କାର୍ଯ୍ୟକୁ ସରସ ସୁନ୍ଦର କରିବା ପାଇଁ ଉକ୍ତ ସ୍କୁଲର ପ୍ରଧାନ ଶିକ୍ଷକ ସମେତ ଛାତ୍ର ଓ ଛାତ୍ରୀମାନଙ୍କ ଉଦ୍ୟମରେ ସଫଳ ରୂପାୟନରେ ଅନୁଷ୍ଠିତ ହୋଇଥିଲା। ପରିବେଶର ସନ୍ତୁଳନ ରକ୍ଷା କରିବା ପାଇଁ ବନ ବିଭାଗ ତରଫରୁ ବିଭିନ୍ନ ପ୍ରକାରର ବୃକ୍ଷରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଆମେ ହୃଦୟରୁ ସ୍ୱାଗତ ଜଣାଉଛୁ ଏବଂ ଏମିତି ବିଭିନ୍ନ ପ୍ରକାରର ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ଚାଲୁ ରଖିବା ପାଇଁ ଆମେ ନିବେଦନ କରୁଛୁ ଏବଂ ଆମ ବିଦ୍ୟାଳୟରେ ଏଇ ଯେଉଁ କାର୍ଯ୍ୟକ୍ରମଟି ହେଲା ଏଥିପାଇଁ ଆମେ ବହୁତ ଖୁସି ଅନୁଭବ କରୁଛୁ। ଆମେ এই সপ্তাহ সারা মানে বিভিন্ন প্রকার জায়গায় বন মহোৎসব কার্যক্রম আয়োজন করে আসিছু। আজ 5 দিন হব আমি করে আসিছু। আজির এই দিবসরে আমি সরকারি প্রাথমিক বিদ্যালয় মহুঠারে অনুষ্ঠিত করেছু এক বন মহোৎসব কার্যক্রম, যে কি স্থানীয় সরপঞ্চ, জঙ্গল বিভাগর সমস্ত সদস্য মানে স্টাফ এবং স্কুলর ছাত্রছাত্রী সহিত অভিভাবক এবং শিক্ষক মানে উপস্থিত রহি এই কার্যক্রমে বহুত গুড়াଏ গছ লগাইছেন। ব্যুরো রিপোর্ট, নেক্সাস ওড়িশা নিউজ। Nexus Odisha News।